ଲଘୁଚାପଟା ଅବପାତରେ ମଧ୍ୟ ପରିବର୍ତ୍ତିତ ହୋଇସାରିଛି ବେ ଅଫ୍ ବେଙ୍ଗଲରେ ଏବଂ ଏବେ ମଧ୍ୟ 1000 କିଲୋମିଟର ଦୂରରେ ଆଣ୍ଡାମାନ ଆଖାପାଖ ଇଏ ଅବପାତ ଅଛି ଏବଂ ଧୀରେ 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 ସେଇଟା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବାଟା ଆରମ୍ଭ କରିଛି। ପାଣିପାଗ ବିଭାଗ ମଝିରେ ମଝିରେ ୟାର ମଧ୍ୟ ପୁନଃ ଆକଳନ କରୁଛନ୍ତି ୟାର ଗତିପଥ ଏବଂ ତୀବ୍ରତା ନେଇକରି। ସବିଶେଷ ଆକଳନ ଯାହା କହୁଛି ଯେ ଇଏ ଅବପାତ ଆକୁ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ପାଇଁ ଯାଉଛି। ଏହାର ତୀବ୍ରତା ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଆକୁ ସେଇଟା ତୀବ୍ରତା ବଢ଼ିବା ସାଙ୍ଗରେ ସାଙ୍ଗରେ ସାଇକ୍ଲୋନରେ ରୂପାନ୍ତରିତ ହେବ। याकू नहीं पूर्व प्रस्तुति आमे आगुरु करि सारिथिलु 28, 29, 30 मूलतः 28, 29 ये दुई दिन ये अवपात एवं तजनित साइक्लोन ओडिशा को प्रभावित करिवो।